ସାଙ୍ଗ ମାନେ ମୋର ସିଲେଇ କାମ ସାରି ସାରି ଦେଖନ୍ତୁ ଘରେ ଥିଲା ଗୋଟେ ବନ୍ଧାକୋବି ତାର ପତ୍ରକୁ ଏମିତି ଆମେ କାଟି ନେବା କାଟି ନେଇ ଫଡ଼ା ଫଡ଼ା କାଟି ନେଇ ତା ଶିରଟାକୁ ବାହାର କରିଦେବା ଶିରଟା ବାହାର କରିସାରିଲା ପରେ ଧୋଇ ଦେଇକି ଦେଖନ୍ତୁ ମୁଁ କଢ଼େଇର କିଛି ପାଣି ଦେଲି ପାଣି ଭିତରେ ଗୋଟେ ତାଟିଆ ବସେଇ ଦେଇକି ତା ଭିତରେ ବି କିଛି ପାଣି ଦେଇକି ଗୋଟେ ତା ଉପରେ ଥାଳି ରଖିଦେଇକି ଆମେ ପତ୍ର ଗୁଡ଼ାକ ଧୋଇ ଦେଇଦେବା ପତ୍ର ଗୁଡ଼ା ଦେଇକି ତାକୁ ଘୋଡ଼େଇ ଦେବା ଘୋଡ଼େଇ ଦେଇ ସାରିଲା ଯାହାଫଳରେ ଆମର ପତ୍ର ଗୁଡ଼ାକ ଭଲ ଭାବରେ ସିଝିଯିବ ସିଝିଗଲା ପରେ ଦେଖନ୍ତୁ ତାପରେ ଆମେ ବାହାର କରିଦେବା ବାହାର କରିସାରିଲା ପରେ ଏପଟେ ଦେଖନ୍ତୁ ଆଳୁ ଗୁଡ଼ାକ ମୁଁ ଛଡ଼େଇକି ରଖିଥିଲି ତାର ଲୁଣ ହଳଦୀ କାଶ୍ମୀର ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ସବୁ ପକେଇ ଦେଇକି ଭଲ ଭାବରେ ଦଳିଦେବା ଏପଟେ ମୁଁ ବେସନ ନେଇଛି ଏଥିରେ ଲୁଣ ହଳଦୀ କାଶ୍ମୀର ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ପକେଇ ଦେଇକି ପାଣି ଦେଇକି ଭଲ ଭାବରେ ତାକୁ ମିକ୍ସ କରିଦେବା ମିକ୍ସ କରିସାରିଲା ଭଲ ଘୋଳଟା ବନେଇଦେବା ବନେଇ ସାରିଲା ପରେ ଆମର ବନ୍ଧାକୋବି ପତ୍ରରେ ଆଳୁର ପୁର ଦେଇକି ଏମିତି ଫୋଲ୍ଡ କରିଦେବା ଏପଟ ସେପଟ ଫୋଲ୍ଡ କରିସାରିଲା ପରେ ତାର ଯେମିତି ନ ଖୋଲିବ ସେଇ ଦେଖନ୍ତୁ ଏଇଭଳିଆ ଆପଣ ଫୋଲ୍ଡ କରିଦେବେ ଫୋଲ୍ଡ କରିସାରିଲା ପରେ ଆମର ବେସନ ଘୋଳରେ ତାକୁ ଗୋଳେଇ ଦେବା ବେସନ ଘୋଳରେ ଏମିତି ଗୋଳେଇ ଦେଇକି ଏପଟେ କଢ଼େଇରେ ଆମର ତେଲ ଗରମ ହେଇଗଲାଣି ତାପରେ ଘୋଳେଇ ଦେଇକି ଆମେ କଢ଼େଇରେ ଗୋଟେ ଗୋଟେ କରିକି ପକେଇଦେବା ପକେଇ ସାରିଲା ପରେ ଆମର ତାପରେ ରେଡ଼ି ହେଇଯିବ ଲାଲ ଲାଲ ପୁରା ଛାଙ୍କି ନେବେ ଛାଙ୍କି ତାପରେ ଆମର ରେଡ଼ି ହେଇଗଲା ବନ୍ଧାକୋବିର ଚପ୍ ଆପଣ ଘରେ ବନେଇ ଖାଆନ୍ତୁ କିପରି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ କୁହନ୍ତୁ